ଶ୍ରୀକୃଷ୍ଣଙ୍କ ସେବା ବିହୁନେ ଏହି ଶରୀର ମୋର, କି ହୋଇବ ପ୍ରାଣ ସଖୀରେ ଆଉ ଯତ୍ନ ନ କର। ପାଞ୍ଚାଳି ମାତା ସମସ୍ତଙ୍କର ଅତି ସମ୍ମାନୀୟା ଓ ଆଦରଣୀୟ ମା। ଯଦିଓ ବେଲମାତା, ଯମୁନା ମା, ମାଧବୀ ମା, ସାରୀ ମା, ହାରାମଣୀ ମା, ଉମା ମା, ଚଞ୍ଚଳା ମା, ରୁକ୍ମିଣୀ ମା, ଗଙ୍ଗା ମା, ଓଷୀ ମା ପ୍ରଭୃତି ମାତାମାନେ ଭକ୍ତମାନଙ୍କୁ ସ୍ନେହ ଶ୍ରଦ୍ଧାରେ ଊଣା କରନ୍ତି ନାହିଁ। ତଥାପି କୃଷ୍ଣ ମା ଆଉ ପାଞ୍ଚାଳି ମା, ଏ ମା ଦି ଜଣଙ୍କର ସ୍ନେହ ଶ୍ରଦ୍ଧା ଟିକିଏ ସ୍ୱତନ୍ତ୍ର ଧରଣର। କୃଷ୍ଣ ମା ଲକ୍ଷ୍ମୀଙ୍କ କଳାରେ, ପାଞ୍ଚାଳି ମା ସରସ୍ୱତୀଙ୍କ କଳା ଅଂଶରେ ଅବତାର ଗ୍ରହଣ କରିଛନ୍ତି ବୋଲି ଭକ୍ତମାନଙ୍କର ଦୃଢ଼ ଧାରଣା। ଠାକୁରଙ୍କ ସେବାରେ ଟିକିଏ ହେଲେ ଅବହେଳା ତାଙ୍କର ନାହିଁ। ବହୁ ଲୀଳା ଖେଳାର ଅନୁଭୂତି ତାଙ୍କର ଅଛି। ଠାକୁର ଓ ଭକ୍ତଙ୍କ ଭିତରେ ଯୋଗସୂତ୍ର ରଖିବାରେ ସେ ସତେ ଯେପରି ସେତୁବନ୍ଧ। ବହୁ ଅନୁଭୂତି ପାଇଥିଲେ ବି ପାଞ୍ଚାଳି ମାଙ୍କୁ ସେ ଅନୁଭୂତି କଥା ଟିକିଏ କହିବାକୁ ଅଳି କଲେ ସେ କହେ, କୃଷ୍ଣ ମା ମୋ ଠାରୁ ବେଶୀ ଜାଣେ, ତାଙ୍କୁ ପଚାର। ବଳାଇଲେ ଅଳି ଏଡ଼େଇ ନ ପାରି କହି ସେ ନିଜର ମହାର୍ଘ୍ୟ ଅନୁଭୂତି କହି ବସନ୍ତି। ଠାକୁରଙ୍କ କଟକ ଜିଲ୍ଲା ଭ୍ରମଣ ବେଳେ ସେ ଆମ ଗାଁକୁ ଯାଇଥିଲେ। ପାଞ୍ଚାଳି ମା କହନ୍ତି, ଆମ ଗାଁରେ ବହୁ ଲୋକ ମଧ୍ୟ ତାଙ୍କ ଅନୁଗତ ଆଶ୍ରିତ। ଆମ ପରିବାରର ବି ସମସ୍ତେ। ମୋ ଭାଇ କ୍ଷେତ୍ରବାସୀ ଠାକୁରଙ୍କ ସଙ୍ଗେ ସଙ୍ଗେ ସବୁବେଳେ ଥାଏ। ଘରେ ରହିବାକୁ ଆଉ ମନ ଲାଗେ ନାହିଁ। ମୋ ଭାଇ ମଠରେ ଠାକୁରଙ୍କ ପାଖରେ ମୋତେ ଛାଡ଼ିଗଲେ। କୃଷ୍ଣା ମା ମୁଁ ଆଗରୁ ତ ଏଠାକୁ ଆସିଥିଲେ ମୋ କଥା ତତ୍ତ୍ୱ ନେବାକୁ ଠାକୁରଙ୍କର କୃଷ୍ଣା ମାକୁ ନିର୍ଦ୍ଦେଶ। ଖାଲି ମୋ ଦାୟିତ୍ୱ କାହିଁକି? ସବୁ ଭକ୍ତଙ୍କର ସବୁ କଥା ବୁଝିବାକୁ ଠାକୁରେ ତା ଉପରେ ଦାୟିତ୍ୱ ଅର୍ପଣ କରିଥାନ୍ତି। ସତେ ଯେମିତି ସେ ଜଗତ ଜନନୀ। ଠାକୁରେ ପ୍ରାୟ ପ୍ରତିଦିନ ବହୁ ଭଜନ ଜଣାଣ ଲେଖନ୍ତି। ମୁଁ ଭଜନ ଭଲ ଗାଏ ବୋଲି ମୋତେ ଦିଅନ୍ତି ବୋଲିବାକୁ ଓ ମୁଖସ୍ଥ କରିବାକୁ। ମୁଁ ଓ କୃଷ୍ଣା ମା ଦୁହେଁ ଭଜନ ପ୍ରଥମେ ବୋଲୁ। ଠାକୁରେ ନିଜେ ବତାଇ ଦିଅନ୍ତି ସ୍ୱର, ତାଳ, ଲୟ। ମନ ହେଲେ ଠାକୁର ବେଳେବେଳେ ମୃଦଙ୍ଗ ବଜାନ୍ତି, ମାତ୍ର ବେଶୀ ସମୟ ବଂଶୀ ବଜାଇ ସ୍ୱର ଧରନ୍ତି। ଥରେ ଭଜନଟିଏ ବୋଲିଦେଲି, ମୋର ପ୍ରାୟ ମୁଖସ୍ଥ ହୋଇଯାଉଥିଲା। ଥରେ ଯଦି ଭଜନ ବୋଲିଦିଏ ମୋର ମୁଖସ୍ଥ ହୋଇଯାଉଥାଏ। ପରମ ପୂଜନୀୟା ପାଞ୍ଚାଳି ମା କହନ୍ତି, ଠାକୁରଙ୍କୁ ସିନା ତମେ ସବୁ ଏବେ ଏମିତି ଦେଖୁଛ, ତାଙ୍କ ସଙ୍ଗରେ ହସୁଛ, ବସୁଛ, ସୁଖ ଦୁଃଖ ହେଉଛ, ଆମକୁ କିନ୍ତୁ ଭାରି କଡ଼ା ଶାସନ। ସେତେବେଳେ ତମେ ସବୁ କ'ଣ ବିଶ୍ୱାସ କରିବ? ରାତି 4ଟାରୁ ଉଠିବୁ, ଧ୍ୟାନ କରିବୁ ପଦ୍ମାସନରେ ବସି ଅଧଘଣ୍ଟାଏ। କିଏ ଯଦି ଉଠିବାର ଟିକିଏ ଡେରି କଲା କି ଆଶ୍ରମ ନିୟମ ଶୃଙ୍ଖଳା ଲଙ୍ଘନ କଲା, ସଞ୍ଜକୁ ବିଚାର ଆରମ୍ଭ ହୁଏ। କାହାର କେମିତି ବେହେଡ଼ା ଢଙ୍ଗ ଦେଖିଲେ ସାଙ୍କୁଚ ହାଡ଼ରେ ମାଡ଼ ବସିଯାଏ। ଶାସନ ବେଳେ ଦୟାମାୟା ମମତା ବିଚାର ନଥାଏ। ବେଳେବେଳେ ଠାକୁରଙ୍କର ମା ଆସି ପହଞ୍ଚି ଯାଆନ୍ତି। ହାତେ ଲମ୍ବା ଓଢ଼ଣା ଟାଣି, ହାତରେ ଦୁଧ ଗ୍ଲାସ ଧରି ଠାକୁରଙ୍କ ପାଇଁ ଆକଟ କରନ୍ତି। ଠାକୁରଙ୍କୁ କହନ୍ତି, ଆରେ ବାୟା, ତୁ କାହିଁକି ଏତେ ମାରୁଛୁ କିରେ? ସେମାନେ କାନ୍ଦିବେ, ତତେ ସମ୍ପିବେ, ତୋର ଅମଙ୍ଗଳ ହେବ। ବାପା ମା ଘର ଦ୍ୱାର ଛାଡ଼ି ସେମାନେ ପରା ଆସିଛନ୍ତି ତୋ ଚରଣ ତଳକୁ, ତୁ ତାଙ୍କୁ ଓଲଟି ମାରୁଛୁ। ବେଳେବେଳେ ଠାକୁର କହନ୍ତି, ଆରେ ମା, ତତେ କିଏ ଡାକୁଛି ଭଲ ଲୋକ ହେବାକୁ? ତୁ ଯା, ଘରକୁ ଯାଉନୁ ନା? ଯା, ଏଠୁ ଯା, ପଳା। ମାକୁ ଏଭଳି କୁହନ୍ତି ଠାକୁରେ। ଏବେ ସିନା ଏତେ ପ୍ରକାର ପ୍ରସାଦ ହେଉଛି, ସେତେବେଳେ ଆମେ ସବୁ ଆଖପାଖ ଗାଁକୁ ମାଧୁକରୀ କରିବାକୁ ଯାଉଁ। ମୁଁ, କୃଷ୍ଣା ମା, ବେଲମା ଆଉ ଜଣେ ଦି ଜଣ ସନ୍ନ୍ୟାସିନୀ। ହେ ସାରଙ୍ଗଧାରୀ, କାନନ ବିହାରୀ, ତୁମେ ଏ ସଂସାର ସାର। ଏଇ ଭଜନଟି ପ୍ରାୟ ବୋଲୁ। ଯିଏ ଯାହା ଦେଲା, କିଏ ଚାଉଳ ତ ଦେଲା, କିଏ ସାରୁ 2ଟା। ସେତେବେଳେ ପ୍ରସାଦ ବୋଇଲେ ବାରେ
ବାରମିଶା ଚାଉଳର ବଗଡ଼ା ଅନ୍ନ ଆଉ ପୋଇ କାନସିରି କଳମ ଶାଗ ସାରୁ ମିଶାମିଶି ଘାଣ୍ଟ ଆଉ ଖୁଦ ପିତା। ସେଇ ଖୁଦ ପିତା ତ ଏବେ ବି ହେଉଛି ଠାକୁରଙ୍କର ଭାରି ପ୍ରିୟ। ସେ ସୋମନାଥ ଗୋସ୍ୱାମୀ ଠାକୁରଙ୍କ ଉପର ଭାଇ ସନ୍ନ୍ୟାସ ଭିକମାନ ନେଇଥିଲେ। ଠାକୁର ତାଙ୍କ ପ୍ରତି ଭାରି ଶ୍ରଦ୍ଧା, ସବୁବେଳେ ପ୍ରାୟ ଆସନ୍ତି। ଠାକୁର ଚାପ ଖେଳ ବେଳେ ତାଙ୍କୁ ତାଙ୍କ ଡାହାଣ ପାଖରେ ବସାନ୍ତି। ସେ ଅସୁସ୍ଥ ହୋଇ ପଡ଼ିଲେ ଶଯ୍ୟାଶାୟୀ। ସେ ତ ବିବାହିତ ଥିଲେ, ତେଣୁ ତାଙ୍କ ସ୍ତ୍ରୀ ତାଙ୍କ ସେବା ଯତ୍ନ କରନ୍ତି। ତାଙ୍କର ବଞ୍ଚିବାର ଆଶା ଆଉ ରହିଲା ନାହିଁ। ଉଠି ବସି ପାରନ୍ତି ନାହିଁ। ଠାକୁର ଦିନେ ତାଙ୍କୁ ଦେଖିବାକୁ ଗଲେ। ଫେରିଆସି ସନ୍ଧ୍ୟାବେଳକୁ ଏଇ ଭଜନଟି ଲେଖିଦେଇ ଗଲେ ଆଉ ଦେଲେ ମୋତେ ଗାଇବା ପାଇଁ। ଶ୍ରୀକୃଷ୍ଣଙ୍କ ସେବା ବିହୁନେ ଏହି ଶରୀର ମୋର, କି ହୋଇବ ପ୍ରାଣ ସହିରେ ଆଉ ଯତ୍ନ ନ କର। ଏ ଜୀବନ ଥାଉ ସେବାରୁ ଯଦି କଲେ ବଞ୍ଚିତ, ହୃଦୟ ବିହାରୀ କରୁଣା ନ କରିଲେ କିଞ୍ଚିତ, ତେବେ ପଞ୍ଚଭୂତ ଶରୀର ମିଶୁ ଯେ ଯାହା ସ୍ଥାନେ। ସେବା କରିବେ ମୃତ୍ୟୁ ପରେ ଏ ପଞ୍ଚଭୂତ ମାନେ। ମୋତେ ଦେଲେ, କହିଲେ ଯା ପାଞ୍ଚାଳି ମା, ସୋମନାଥ ବାବାଙ୍କ ପାଖରେ ବସି ବୁଲିବୁ, ତାପରେ ଆସିବୁ। ମୁଁ ଓ କୃଷ୍ଣା ମା ଦୁହେଁ ଗଲୁ। ସୋମନାଥ ବାବାଙ୍କ ପାଖରେ ବସି ଭଜନଟି ଗାଇଲୁ। ସେ କାନ୍ଦି ପକାଇଲେ ଭଜନଟି ଶୁଣୁ ଶୁଣୁ। ଫେରିଆସି ଠାକୁରଙ୍କୁ ଆମେ ପଚାରିଲୁ, କାହିଁକି ସୋମନାଥ ବାବାଙ୍କ ପାଖରେ ବୁଲିବାକୁ ଆମକୁ ପଠାଇଲେ ଠାକୁରେ? ଠାକୁର ଟିକେ ଚୁପ୍ ମାରି ବସି କହିଲେ, ମୁଁ ଯାଇଥିଲି ତାଙ୍କୁ ଦେଖିବାକୁ। ତାଙ୍କ ସ୍ତ୍ରୀ ବହୁତ ସେବା ତାଙ୍କର କରୁଛନ୍ତି। ଆରୋଗ୍ୟ କାମନା କଲେ। ସୋମନାଥ ବାବା ତାଙ୍କ ସ୍ତ୍ରୀଙ୍କୁ କହିଲେ, ଆଉ କାହିଁକି ଏ ଦେହ ପ୍ରତି ଏତେ ସେବା କରୁଛ? ମୁଁ ତ ଉଠି ପାରୁନାହିଁ, ଠାକୁରଙ୍କ ସେବା କିଛି କରିପାରୁନାହିଁ, ଆଉ ଏ ଶରୀର ରହି ଲାଭ କ'ଣ? ମୁଁ ଶୁଣିଲି, ସେଥିପାଇଁ ଏ ଭଜନଟି ଲେଖିଲି। ସେ ଆଉ ବେଶୀ ଦିନ ବଞ୍ଚିବେ ନାହିଁ। ସତରେ ଠାକୁର 2 ଦିନ ପରେ ସେ ଶରୀର ତ୍ୟାଗ କଲେ। ସେ କରୁଣା ସାଗରଙ୍କ କଥା କ'ଣ ଆଉ କହିବି? ତାଙ୍କ କରୁଣା, ତାଙ୍କ ସ୍ନେହ କ'ଣ ସତରେ କଳନା କରିହେବ? ସେ ବାୟା ତ, ଭକ୍ତଙ୍କ ପାଇଁ ସେ ବାୟା। ଭକ୍ତଙ୍କ ସ୍ନେହ ଟିକକ ପାଇଁ ସେ ଅଭିରାମ ବାୟା। ଅଭିନୟ ସୁନ୍ଦର ଭକ୍ତ ସ୍ନେହ ପାଇଁ ପଦେ କହିଲେ, ବନ୍ଧୁ ଖୋଜିବାକୁ ଗଲି ନିଖିଳ ଜଗତେ, ତୋର ପରି ବନ୍ଧୁଟିଏ ନ ମିଳିଲା ମୋତେ। ବନ୍ଧୁ ଭୁଲିଯିବ ନାହିଁ ସ୍ନେହ ନ ପାଇଲେ କାଳେ। ଋଷି ତୁହି ଅମୂଲ୍ୟ ପଦ। ସତରେ ଠାକୁର ଭକ୍ତମାନଙ୍କ ପାଇଁ, ଭକ୍ତର ଭାବରେ ତାର ସମସ୍ତ ଆଶାକୁ ପୂର୍ଣ୍ଣ କରି ତାକୁ ସ୍ନେହ ଆପଣ କରନ୍ତି। ଆପଣଙ୍କର କଷ୍ଟ କ'ଣ ଭକ୍ତ ଜାଣିପାରେ? ପ୍ରଭୁ ଯେତେବେଳେ ଭକ୍ତ ଭାବନା କରେ ଏ କାର୍ଯ୍ୟଟି ପ୍ରଭୁ କିପରି ହେବ, ତା ପୂର୍ବରୁ ଆପଣ ପ୍ରସ୍ତୁତ କରିଦିଅନ୍ତି, ତା ମନରେ ଯେପରି ଦୁଃଖ ନ ଆସେ। ପ୍ରଭୁ ସେଇଥିପାଇଁ ଗୀତାରେ କହିଛନ୍ତି, ଅନନ୍ୟ ଚିନ୍ତନ୍ତି ମାଂ ଯେ ଜନା ପର୍ଯ୍ୟୁପାସ୍ତେ ତେଷାଂ ଅଭିଯୁକ୍ତାନାଂ ଯୋଗକ୍ଷେମ ବହାମ୍ୟହମ୍। ହେ ଅର୍ଜୁନ, ଅନନ୍ୟ ଭାବରେ ମୋତେ ଚିନ୍ତା କରୁଥିବା ଭକ୍ତର ସମସ୍ତ ବାସନା ପୂର୍ଣ୍ଣ କରେ। ଅଝଟ ହେଲେ 2 ପଦ ତାକୁ ଗାଳି କରି ତାକୁ ଆପଣାର କରେ, କିନ୍ତୁ ଭକ୍ତର ସବୁ ବାସନା ପୂର୍ଣ୍ଣ କରେ। ଛୋଟ ପିଲାଟିର ଯାହା ଆବଶ୍ୟକ ତାହା ତାକୁ ଦିଆଯାଏ, କିନ୍ତୁ ଛୋଟ ପିଲାଟି ଯାହା ଆବଶ୍ୟକ କରିପାରିବନି ତାକୁ ଠାକୁର ଦିଅନ୍ତି ନାହିଁ। ଠିକ୍ ସେଭଳି ଭକ୍ତକୁ
ଭଗବାନ ଯଥା ରୀତିରେ ତାକୁ ଆପଣେଇ ନିଅନ୍ତି, ତାର ମନସ୍କାମନା ପୂର୍ଣ୍ଣ କରନ୍ତି। ଭକ୍ତ ଦୁଃଖ ସୁଖରେ ପଡ଼ିଯାଇଥିଲେ ତା ପାଖରେ ଯାଇ ଦେଖନ୍ତି। ଭକ୍ତ ଅନ୍ତିମ ସମୟରେ ତାକୁ ଆଶ୍ୱାସନା ଦେଇ ଆପଣାର କରିନିଅନ୍ତି। କୃପାମୟ ଠାକୁର ଅଭିନ୍ନ ସୁନ୍ଦର। ସେଦିନ ପବିତ୍ର ଦିନରେ ସୋମନାଥ ବାବାଙ୍କ ପାଇଁ ଏହି ଭଜନଟି ଲେଖିଲେ ପରମ ପୂଜନୀୟା ମା ପାଞ୍ଚାଳି ମା କୃଷ୍ଣା ମା ଗାଇ ଶୁଣାଇ ଆସିଥିଲେ। ପର ମୁହୂର୍ତ୍ତରେ ପରମ ପୂଜ୍ୟ ପରମହଂସ ଠାକୁରଙ୍କର ବଡ଼ ଭାଇ ମଝିଆ ଭାଇ ପଞ୍ଚଭୂତ ଶରୀର ତ୍ୟାଗ କରି ବିଲୀନ ହୋଇଗଲେ ପ୍ରଭୁଙ୍କ ସେବା ପାଇଁ। ସେ ହିଁ ଅନନ୍ତ, ହିଁ ଅଭିରାମ। ସତ୍ୟନାରାୟଣ ସ୍ୱାମୀ କି ଜୟ। ଆନନ୍ଦ ଗବାହାର ହରି ବୋଲ। ସତ୍ୟନାରାୟଣ ଅଭିରାମ ଜପ ହରେ କୃଷ୍ଣ ହରେ ରାମ। ସତଚିତ ଆନନ୍ଦ ଗିରିଧର ଶ୍ୟାମ ଗୁଣିଗୁଣ ନିର୍ଗୁଣ ସଗୁଣ ରାମ। ଅବତାରୀ ଅବତାର ସବୁ ତୁମେ ରାମ। ରାମେତି 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 ରାମ। ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଅନ୍ତରଙ୍ଗ ସନ୍ନ୍ୟାସୀ ମାନଙ୍କର ଲୀଳା ଅନୁଭୂତିର କଥା ଆଜି ଶ୍ରବଣ କରିବା। ପରମ ପୂଜ୍ୟ ଠାକୁରଙ୍କ ସମୟରେ ଯେଉଁ ବାବା ଥିଲେ ଦିନରାମ ବାବା ଅନେକ ଭଜନ ପୁସ୍ତକ ସହିତ ଠାକୁରଙ୍କ ଲୀଳା କଥାକୁ ଲେଖିଛନ୍ତି। ସମସ୍ତେ ଏ ମଧ୍ୟରେ ଏ ବିଷୟରେ ଅଭିଜ୍ଞତା ଆମର ରହିଛି। ଯାହା ହଉ ଯେଉଁମାନେ ଜାଣିନାହାନ୍ତି ପଢ଼ିନାହାନ୍ତି ବାବାଙ୍କ କଥା, ଭଜନ କର୍ଣ୍ଣାମତ ଏବଂ ଅନ୍ୟାନ୍ୟ ଭଜନ ବି ଲେଖିଛନ୍ତି। ଆସନ୍ତୁ ବାବାଙ୍କର ସେଇ ଲୀଳାମୟଙ୍କ ଲୀଳା ସହିତ କିଭଳି ଏକାଠି ରହି ପ୍ରଭୁଙ୍କ ପାଖରେ ସେବା କରୁଥିଲେ, ସେ ଲୀଳାସଙ୍ଗୀ ଭକ୍ତ ଥିଲେ। ଦିନରାମ ବାବା ଠାକୁରଙ୍କର ଜଣେ ବହୁଦିନର ଲୀଳା ସଙ୍ଗୀ। ପ୍ରାୟ 1927 ମସିହା ଠାରୁ ଠାକୁରଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ଅର୍ଜନ କରି ଲୀଳା କୌତୁକର ଭାଗିଦାର ହୋଇଛନ୍ତି। ଉଦ୍ଧବଙ୍କ ପରି ଠାକୁରଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ନାରଦଙ୍କ ପରି ଠାକୁରଙ୍କ ନାମ ଗାଇ ଗାଇ ସେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଇଥିଲେ ପ୍ରଭୁ ପାଦ ପଦ୍ମରେ। ଭକ୍ତି କ'ଣ, ଭକ୍ତି ଭାବ ଉଦୟ ହେଲେ ଜଣେ କିପରି ପ୍ରେମ ପାଗଳ ହୁଏ, ଗାଏ, ନାଚେ, ହସେ, ହସାଏ। ଜଡ଼ ଚେତନ ସବୁଠି ଈଶ୍ୱରଙ୍କ ସତ୍ତା ଉପଲବ୍ଧି କରେ। ଯେ ଦିନରାମ ବାବାଙ୍କୁ ଦେଖି ନାହିଁ, ତାଙ୍କ ସଂସ୍ପର୍ଶରେ ଆସିନାହିଁ, ସାନ୍ନିଧ୍ୟ ଲାଭ କରିନାହିଁ, ସହଜରେ ସେ ବୁଝିପାରିବ ନାହିଁ। ଜ୍ଞାନର ଗଭୀରତା ଯେତିକି, ଭାବର ବିଶାଳତା ସେତିକି। ସେହି ରାମ ବାବା ଭକ୍ତି ଓ ଜ୍ଞାନର ଉଚ୍ଚତମ ସୋପାନରେ ଆରୋହଣ କରିସାରିଥିଲେ ମଧ୍ୟ ନିଜକୁ ଅତି ଦୀନହୀନ ଅକିଞ୍ଚନ ମନେକରି ନିଜ ନାମ ଦୀନ ଶବ୍ଦ ପ୍ରୟୋଗ କରି ରାମ ବାବା ବଦଳରେ ଦିନରାମ ବାବା ବୋଲି ସମସ୍ତଙ୍କ ପାଖରେ ସୁପରିଚିତ। ଭଜନ ପୁଷ୍ପାଞ୍ଜଳି, ଭଜନ କର୍ଣ୍ଣାମୃତ, ଭଜନ ମୋହନ ବେଣୁ ପ୍ରଭୃତି ବହୁ ଭକ୍ତିର ରସାମୃତ ଭଜନ ବହି ଲେଖି ଠାକୁରଙ୍କ ପାଖରେ ପ୍ରେମାଶ୍ରୁ ଝରାଇ ଗାଇ ପ୍ରେମର ଜୁଆର ସୃଷ୍ଟି କରୁଥିଲେ। ଭକ୍ତମାନଙ୍କର ପ୍ରତି ତାଙ୍କର ସ୍ନେହର ପଟାନ୍ତର ନାହିଁ। ଠାକୁରଙ୍କ କଥା କିଛି କହିବାକୁ ଅଳି କଲେ ସେ ଭାବ ଗଦଗଦ ହୋଇ କହି ଚାଲନ୍ତି। ବୋଧହୁଏ 1945 କି 46 ମସିହା ହେବ, ରାଞ୍ଚି ଝରିଆଗଡ଼ର ଯୁବରାଜ ଯୁବରାଣୀ ପ୍ରଭୃତି ଆସିଥାନ୍ତି ଠାକୁରଙ୍କ ପାଖକୁ। ଯୁବରାଣୀ ହେଉଛନ୍ତି ବାରିପଦା ଲାଲ ସାହେବଙ୍କ ଝିଅ। ମୋଠାରୁ ଦୀକ୍ଷା ଗ୍ରହଣ କରି ନେଇଥିବା ବାରିପଦାର ଭୀମ ବାହାଘର ବେଳୁ ଝରିଆଗଡ଼ ଯାଇ ଯୁବରାଣୀଙ୍କ ପାଖରେ ଥାଏ। ଯୁବରାଣୀ ହେଉଛନ୍ତି ବାରିପଦାର ଲାଲ ସାହେବଙ୍କ ଝିଅ।
ଦୀନରାମ ବାବାଙ୍କ ଠାରୁ ଦୀକ୍ଷା ନେଇଥିବା ବାରିପଦାର ଭୀମ ବାହାଘର ବେଳୁ ଝରିଆଗଡ଼ ଯାଇ ଯୁବରାଣୀଙ୍କ ପାଖରେ ଥାଏ। ଯୁବରାଣୀ ମନରେ ଭାରି ଦୁଃଖ। 3ଟି ପୁଅ, ଝିଅଟିଏ ତାଙ୍କର। ମାତ୍ର ବଡ଼ ପୁଅ ଦିଓଟିର ଜନ୍ମରୁ ପାଟି ଫିଟୁନାହିଁ। ମୂକ। ଦୁନିଆ ଯାକର ଡାକ୍ତର, କବିରାଜ, ସାଧୁ ସନ୍ନ୍ୟାସୀଙ୍କ ଆଶ୍ରୟ ନେଇ ସବୁ ବିଫଳ। ଭୀମଠାରୁ ଠାକୁରଙ୍କ ମହିମା ଶୁଣି ଆକୃଷ୍ଟ ହେଲେ ଶେଷ ଚେଷ୍ଟା ପାଇଁ। ସେଇ ଭରସାରେ ଯୁବରାଣୀଙ୍କ ମା, ଲାଲ ସାହେବଙ୍କ ସ୍ତ୍ରୀ, ଚାକର ଚାକରାଣୀ ପ୍ରାୟ 15 ଜଣ ଚାଉଳ, ଡାଲି, ପନିପରିବା, ଘିଅ, ଧୂପ, ଫଳ ଇତ୍ୟାଦି ଆଣି କାଳୁପଡ଼ା ବାଟେ ନୌକାରେ କରମାଳାକୁ ଆସିଥାନ୍ତି। ପୌର୍ଣ୍ଣମାସୀଙ୍କ ମନ୍ଦିର ଓ ଛତା ବ୍ୟତୀତ ଅନ୍ୟ ଘର ତ ତିଆରି ହୋଇନଥାଏ ସେତେବେଳେ। ଏଇନେ ଯେଉଁଠି ମଠ ଘର, ସେଇ ଘର ପାଖରେ ଗୋଟିଏ ଘରେ ବ୍ୟବସ୍ଥା କରାଗଲା ସେମାନଙ୍କ ରହିବା ପାଇଁ। ନଡ଼ିଆ ବାହୁଙ୍ଗା ଚାଞ୍ଚରା ଘେରାଯାଇ ପାଇଖାନା କୁଣ୍ଡରେ ପାଣି ଇତ୍ୟାଦି ସୁବିଧା କରାଗଲା। ଠାକୁରେ ଛତା ପାଖରେ ଥାଆନ୍ତି। ଯୁବରାଣୀ ପ୍ରଭୃତି ଆସି ତାଙ୍କୁ ଦର୍ଶନ କଲେ। ମା ଲକ୍ଷ୍ମୀ, ଯୁବରାଣୀଙ୍କ ନାଁ ଲକ୍ଷ୍ମୀ ଥିଲା। ଠାକୁର ପଚାରିଲେ, ମା ଲକ୍ଷ୍ମୀ, କ'ଣ କହିବାର ଅଛି? ଠାକୁର ପଚାରିଲେ, ନା, ଖାଲି ଆପଣଙ୍କ ଦର୍ଶନ ଓ କୃପା ପାଇବାକୁ ଆସିଛି। ଯୁବରାଣୀ ଉତ୍ତର ଦେଲେ। ତାପରେ ଯୁବରାଣୀଙ୍କ ମାଆଙ୍କୁ ପଚାରିଲେ, ମା, ତୋର କିଛି କହିବାର ଅଛି? ହଁ, ନାତି 2ଟି ଜନ୍ମରୁ ମୂକ। ବହୁତ କଷ୍ଟ କଲୁଣୁ। ଡାକ୍ତର, ଗୁଣିଆ, କବିରାଜ, ସବୁ ତୀର୍ଥ ସାଧୁ ସନ୍ତଙ୍କ ଆଶ୍ରୟ ନେଇ ବିଫଳ ହେଲୁଣି। ଆପଣଙ୍କ ନାମ ଶୁଣି ଆସିଛୁ, ଟିକେ ଦୟା କରନ୍ତୁ। ଠାକୁରେ ଟିକେ ଭାବିଲା ପରି ହେଲେ। ପଚାରିଲେ, କ'ଣ ମା, ଏମାନେ ଜନ୍ମରୁ ମୂକ? ପାଦ ତଳେ ଆମେ ତ କେତେଜଣ ବସିଥାଉ। ବଡ଼ ନାତିଟିକୁ ପାଖକୁ ଡାକି ତା ମୁଣ୍ଡରେ ହାତଟି ରଖି ଠାକୁରେ କହିଲେ, କୁହ ନାରାୟଣ ନାରାୟଣ ନାରାୟଣ। ଆଶ୍ଚର୍ଯ୍ୟର କଥା, ବଡ଼ ନାତିଟି କହିଲା, ନାରାୟଣ ନାରାୟଣ ନାରାୟଣ। ଆମେ ଯେତେ ସବୁ ବସିଥିଲୁ ଆନନ୍ଦରେ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ ଧ୍ୱନି ଦେଲୁ। ଯୁବରାଜଙ୍କର ଆନନ୍ଦ ଦେଖେ କିଏ? ଆନନ୍ଦରେ ଅଧୀରା ହୋଇ ଠାକୁରଙ୍କ ପାଦ ତଳେ ଲୋଟି ଗଲେ, ସାଷ୍ଟାଙ୍ଗ ପ୍ରଣାମ କଲେ ଠାକୁରଙ୍କ ଚରଣ ତଳେ। କିନ୍ତୁ ପାଟିରେ କଥା କହିପାରୁନଥିଲେ। ଆଜି ଜନ୍ମ ମୁଖକୁ ଠାକୁର କୃପା କରି ତାର ବାଣୀ ପ୍ରଦାନ କଲେ ନାରାୟଣ ନାମରେ। 2-3 ଦିନ ସେମାନେ ରହିଲେ। ଶୁଭ ସମୟ ଆସିଲା। ଠାକୁରେ ଦୟା କଲେ। ଦୀକ୍ଷା ନେବା ପୂର୍ବର ସବୁ ଆୟୋଜନ ହେଲା। ପୌର୍ଣ୍ଣମାସୀଙ୍କ ମନ୍ଦିର ଆଗରେ ସମସ୍ତେ ବସିଲୁ। ମାତ୍ର ଯୁବରାଣୀଙ୍କ ମା ହଠାତ୍ ମନା କଲେ ଦୀକ୍ଷା ଗ୍ରହଣ କରିବାକୁ। ଗୌଡ଼ୀୟ ବୈଷ୍ଣବ ଧର୍ମାବଲମ୍ବିନୀ ସେ, ଆଉ ପୁଣି କାହିଁକି ଗୁରୁ କରିବେ? ଦୀକ୍ଷା ନେଲା ବେଳେ ଅନିଚ୍ଛୁକ ଲୋକ ତ ସେଠାରେ ରହିବା କଥା ନୁହେଁ। ତାଙ୍କୁ ସେଠାରୁ ଅପସରି ଯିବାକୁ ସୂଚେଇ ଦିଆଗଲା। ଠାକୁରେ ବାରଣ କଲେ, ମା ଥାଆନ୍ତୁ, କିଛି ଅସୁବିଧା ନାହିଁ। ଆମେ ଆଉ ଜୋର ଦେଲୁ ନାହିଁ। ଦୀକ୍ଷାଦାନ ପର୍ବ ଶେଷ ହେଲା। ପିଣ୍ଡରେ ଈଶ୍ୱର ସ୍ଥାନ, ପିଣ୍ଡ ବ୍ରହ୍ମାଣ୍ଡ ରହସ୍ୟ, ମାତୃଗର୍ଭ ବେଳ କଥା। ବର୍ତ୍ତମାନ ଜୀବର କର୍ତ୍ତବ୍ୟ ଅତି ସରଳ ଭାବେ ଘଣ୍ଟାଏ ଯାଏ ବୁଝାଇଲେ ଶ୍ରୀ ଠାକୁର ଅଭିନ୍ନ ସୁନ୍ଦର। ଯୁବରାଣୀ ଲକ୍ଷ୍ମୀ ଦେବୀ ଆଞ୍ଜୁଳାଏ ସୁନା ମୋହର ଠାକୁର ପଦ ତଳେ ପ୍ରେମ ଭିକ୍ଷା ଅର୍ପଣ କଲେ। ହୀରା ମୋତି ସୁନାର 3ଟି ହାର ପଦ ତଳେ ସମର୍ପଣ କଲେ। ଦୈନିକ ପ୍ରାତ ମଧ୍ୟାହ୍ନ ଓ ସନ୍ଧ୍ୟା ଆଳତି ବେଳେ ପିନ୍ଧିବା ପାଇଁ ଠାକୁରଙ୍କୁ ବିନତି କଲେ। ଠାକୁରେ ହସି ହସି ମୋତେ ପଚାରିଲେ, ଦେଖି ମା ତାଙ୍କର କ'ଣ ଶୁଣି କେତେ ବୁଝିପାରିଲେ ଏ ଦୀକ୍ଷା ଗ୍ରହଣ ବିଷୟରେ? ମାତ୍ର ଉତ୍ତର ମିଳିଲା,
ମୁଁ ତ ପୂର୍ଣ୍ଣମାସୀଙ୍କ ମନ୍ଦିର, ଏ ପୋଖରୀ, ଏ ଅପନ୍ତରା ଜାଗା ଆଉ ମୋ ନାତି କିପରି 8 ବର୍ଷ ପରେ ପ୍ରଥମେ ନାରାୟଣ ବୋଲି କହିପାରିଲା। ସେ ସିନା ଭାବୁଥିଲି ଆଉ କ'ଣ ଆଲୋଚନା ହେଉଥିଲା କି ମୁଁ ତ କାହିଁ କିଛି ଶୁଣିପାରିଲି ନାହିଁ। ଉପସ୍ଥିତ ଆମେ ସମସ୍ତେ ଆଚମ୍ବିତ ହେଲୁ। ଠାକୁର ଖାଲି ମୁରୁକି ମୁରୁକି ହସୁଥାନ୍ତି। ପାର୍ବତୀଙ୍କ ଅନୁରୋଧରେ ଦୁର୍ଭାଗା ଲୋକଟି ପାଇଁ ସୁନା କଳସୀ ଶିବ ତା ଆଗରେ ଥୋଇଲେ କ'ଣ ହେବ? ଅନ୍ଧ କିପରି ଚାଲନ୍ତି, ଏଇ ଖିଆଲରେ କଳସୀଟିକୁ ସେ ହରାଇବା କଥା ମୋର ମନେ ପଡ଼ିଗଲା। ଯାହାର ଭାଗ୍ୟରେ ଯାହା ନଥାଏ, ଅମୂଲ୍ୟ ଧନ ଯାଚି ଦେଲେ ସେ ଉପଭୋଗ କରିପାରନ୍ତା କିପରି? ପଦ୍ମମୂଳରେ ଭେକ ବାସ କଲେ କ'ଣ ପଦ୍ମର ସୁଗନ୍ଧ ମଧୁ ଆସ୍ୱାଦନ କରିପାରିବ? ଧନ୍ୟ ଠାକୁରେ, ଧନ୍ୟ ତୁମର ଲୀଳା। ଠାକୁରେ କହିଲେ, ମା, ଏ ହୀରା ନୀଳା ମୋତି ମାଣିକ ଯେଉଁ ଗୁରୁଚରଣ ତଳେ ସମର୍ପଣ କଲୁ, ଏ ମୂଲ୍ୟ ପଦାର୍ଥ ଅମୂଲ୍ୟ ସହିତ କ'ଣ ସମାନ ହେଇପାରିବ? ନା, ଏସବୁ ତୁମ ପାଖରେ ରଖ। କେବଳ 3 ଟଙ୍କା 8 ଅଣା ଦେଇ ସମର୍ପଣ କର। ଅର୍ଥାତ୍ 3 ହାତ ଚାଖଣ୍ଡେ ସମର୍ପଣ ଭୂମି ତୁମେ ଏ ଶରୀରକୁ ସମର୍ପଣ କରିଛ ଗୁରୁ ପାଦରେ। ଶ୍ରଦ୍ଧାରେ ତୁମର ଆ ମଧ୍ୟରୁ ଗୋଟିଏ ହିଁ ଠାକୁର ସ୍ୱୀକାର କଲେ। ସବୁତକ ତୁମ ହାତକୁ ଶୋଭା ପାଇବ। କହି ଠାକୁର ହସିଲେ, କହିଲେ, ଯେଉଁ ତତ୍ତ୍ୱ ଦିଆଯାଇଛି ପୁନର୍ବାର ଦିନରାମ ବାବାଙ୍କଠୁ ବୁଝି ନେବ। ଯାହା ହଉ, ସଂସାର ମୁଣ୍ଡ, ସଂସାର ଚକ୍ର ଭିତରେ ପଡ଼ି କ'ଣ ସହଜେ ଜୀବ ବ୍ରହ୍ମଜ୍ଞାନ ବୁଝିପାରେ? ଯାହା ହଉ, ଠାକୁର କହିଲେ, ଯାହାର ପୂର୍ବଭାଗ୍ୟ ଥିବ ସେ ହିଁ ତତ୍ତ୍ୱକୁ ବୁଝିପାରିବ। ଦିନରାମ ବାବା ଦେଖି କହିଲେ, ସବୁରି ଭାଗ୍ୟରେ ପରମ ବ୍ରହ୍ମଙ୍କର ତତ୍ତ୍ୱ ନଥାଏ। ପୁନର୍ବାର ଦିନରାମ ବାବା ତାଙ୍କୁ ବୁଝାଇଲେ। ସତ୍ୟନାରାୟଣ ସ୍ୱାମୀଙ୍କର ମାୟା କାହାକୁ ଛାଡ଼ି ନାହିଁ। ତତ୍ତ୍ୱ ଜ୍ଞାନ ପ୍ରଦାନ କଲା ପରେ ମଧ୍ୟ ମନ ଯଦି ପ୍ରଭୁଙ୍କ ଚରଣ ନ ଲାଗେ, ତେବେ ମନ ଆହୁରି ପରିଷ୍କାର ହୋଇନି ବୋଲି ଭାବିବାକୁ ପଡ଼ିବ। ଧନ୍ୟ ଭଗବାନ, ଧନ୍ୟ ଭକ୍ତ। ସତ୍ୟନାରାୟଣ ସ୍ୱାମୀ କି ଜୟ। ଆନନ୍ଦ କବାର ହରିବ। ମୁକଂ କରତି ବାଚାଳ ପଙ୍ଗୁଲଙ୍ଘେତି ଗିରିଂ ଯତ୍କୃପାତ ମହାବନ୍ଦେ ପରମାନନ୍ଦ ମାଧବ। ଆଜି ଭଗବାନଙ୍କର କୃପାରୁ ସ୍ୱୟଂ ଗୁରୁ ପରମ ବ୍ରହ୍ମ ରୂପୀ ସାକ୍ଷାତରେ ଦର୍ଶନ ଦେଇ ସେ ଛୁଆଟିର ଜନ୍ମରୁ ମୁକ ବାଣୀକୁ ଉଦ୍ଧାର କରି ତାକୁ ନାରାୟଣ ନାମ ଶୁଣାଇଲା ପରେ ତାଙ୍କର ପାଟି ଫିଟିଥିଲା। ଏହା ହିଁ ଭଗବାନ ଗୁରୁ ବ୍ରହ୍ମଙ୍କର ଅବତାର ଲୀଳା। ସତ୍ୟନାରାୟଣ ସ୍ୱାମୀ କି ଜୟ। ଆନନ୍ଦ କବାର ହରିବ।